ରାହୁ କେତୁଙ୍କ ଗୋଚର କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁଙ୍କୁ ଛାୟାଗ୍ରହ ବୋଲି କୁହାଯାଏ। ଏମାନଙ୍କ ନିଜସ୍ୱ ଭୌତିକ ଅଶ୍ୱତି ନଥିଲେ ମଧ୍ୟ ବୈଦିକ ଜ୍ୟୋତିଷରେ ଏମାନଙ୍କ ଗୋଚରକୁ ବହୁତ ଗୁରୁତ୍ୱ ଦିଆଯାଏ। ରାହୁ ହଠାତ୍ ସୁଯୋଗ, ଆକାଂକ୍ଷା ଓ ପରିବର୍ତ୍ତନ ପ୍ରତୀକ ବୋଲି ଧରାଯାଏ, ଯେତେବେଳେ କେତୁ ଆଧ୍ୟାତ୍ମିକ ଅନୁଭବ ଓ ବୈରାଗ୍ୟ ସହ ଜଡ଼ିତ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଯେତେବେଳେ ଏହି ଦୁଇଟି ଗ୍ରହ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ଅନେକ ଜ୍ୟୋତିଷ ଏହାକୁ ଜୀବନରେ ନୂଆ ପର୍ଯ୍ୟାୟର ଆରମ୍ଭ ଭାବେ ବ୍ୟାଖ୍ୟା କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଛାୟାଗ୍ରହ ରାହୁ ଏବଂ କେତୁଙ୍କ ଚଳନକୁ ବହୁତ ଗୁରୁତ୍ୱ ବୋଲି ବିବେଚନା କରାଯାଏ। 2026 ମସିହାର ଶେଷ ମାସ ଡିସେମ୍ବର 5 ତାରିଖରେ ରାହୁ ଏବଂ କେତୁ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଚଳନ ସମୟରେ ରାହୁ କୁମ୍ଭ ରାଶିରୁ ମକର ରାଶିରେ ପ୍ରବେଶ କରିବେ। କେତୁ ସିଂହ ରାଶିରୁ କର୍କଟ ରାଶିକୁ ଯିବେ। ଏହି ଚଳନ ସମସ୍ତ 12ଟି ରାଶିକୁ ପ୍ରଭାବିତ କରିବ, କିନ୍ତୁ ଏହି ସମୟ 5ଟି ନିର୍ଦ୍ଦିଷ୍ଟ ରାଶି ପାଇଁ ବିଶେଷ ଗୁରୁତ୍ୱ ହେବ। ଜ୍ୟୋତିଷଙ୍କ ଅନୁସାରେ ରାହୁ ଏବଂ କେତୁଙ୍କ ଏହି ରାଶି ପରିବର୍ତ୍ତନ ବୃଷ, ମିଥୁନ, କନ୍ୟା, ବିଛା ଏବଂ ମକର ରାଶିର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟରେ ନୂତନ ଦାୟିତ୍ୱ ଦିଆଯାଇପାରେ। ପଦୋନ୍ନତି କିମ୍ବା ଦରମା ବୃଦ୍ଧି ପାଇବାର ପ୍ରବଳ ସମ୍ଭାବନା ଅଛି। ଏହା ବ୍ୟତୀତ ନୂତନ ଚାକିରି ଖୋଜୁଥିବା ଯୁବକମାନେ ମଧ୍ୟ ସୁଯୋଗ ପାଇପାରନ୍ତି। ଏହି ସମୟ ବ୍ୟବସାୟୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ଆଶା କରାଯାଉଛି। ଯଦି ଆପଣଙ୍କ ଟଙ୍କା କୌଣସି ସ୍ଥାନରେ ଅଟକି ଯାଇଥିଲା, ତେବେ ତାହା ଫେରି ପାଇବାର ସମ୍ଭାବନା ଅଛି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ। ଏହି ସମୟ ବ୍ୟବସାୟୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ଆଶା କରାଯାଉଛି। ଯଦି ଆପଣଙ୍କ ଟଙ୍କା କୌଣସି ସ୍ଥାନରେ ଅଟକି ଯାଇଛି, ତେବେ ଆପଣଙ୍କୁ ତାହା ଫେରି ପାଇବାର ସମ୍ଭାବନା ଅଛି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ଯେଉଁମାନେ ବିଦେଶରେ କାମ କରିବାକୁ, ପାଠ ପଢ଼ିବାକୁ କିମ୍ବା ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ସେମାନେ ଏହି ସମୟ ଅନୁକୂଳ ଫଳାଫଳ ଦେଖିପାରିବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଏବଂ ଖୁସି ରହିବ ଏବଂ ଆପଣଙ୍କ ପ୍ରିୟଜନଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ମେଷ, କର୍କଟ, ସିଂହ, ତୁଳା, ଧନୁ, କୁମ୍ଭ ଏବଂ ମୀନ ରାଶିର ଅନ୍ୟ ରାଶିରେ ଜନ୍ମିତ ବ୍ୟକ୍ତି ପାଇଁ ଏହି ଚଳନ ପ୍ରଭାବ ମିଶ୍ରିତ କିମ୍ବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବଡ଼ ଆର୍ଥିକ କାରବାର କିମ୍ବା ନିବେଶ ସମ୍ପର୍କରେ ଯେକୌଣସି ତରବର ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ର ଅନାବଶ୍ୟକ ଯୁକ୍ତି ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ହୁଅନ୍ତୁ ନାହିଁ। ଆପଣଙ୍କ ଦୈନିକ କାର୍ଯ୍ୟ ବିଶେଷ ଯତ୍ନ ନିଅନ୍ତୁ। କେଉଁ କ୍ଷେତ୍ରରେ ଅଧିକ ପ୍ରଭାବ ଦେଖାଦେଇପାରେ? ଏହି ଗୋଚର ସମୟରେ କିଛି ଲୋକଙ୍କ ପାଇଁ କ୍ୟାରିୟର, ଚାକିରି, ବ୍ୟବସାୟ, ଶିକ୍ଷା, ବିଦେଶ ଯାତ୍ରା, ବିବାହ, ଆର୍ଥିକ ସ୍ଥିତି ଏବଂ ପାରିବାରିକ ଜୀବନ ପରିବର୍ତ୍ତନ ସମ୍ଭାବନା ବିଷୟରେ ଜ୍ୟୋତିଷଙ୍କ ଆଲୋଚନା କରାଯାଏ। ତେବେ ବ୍ୟକ୍ତିଗତ ଫଳାଫଳ ଜନ୍ମ କୁଣ୍ଡଳୀ ଅନୁସାରେ ଭିନ୍ନ ହୋଇପାରେ। ଏହି ସମୟରେ କ'ଣ କରିବା ଉଚିତ? ଗୁରୁଜନଙ୍କ ପରାମର୍ଶକୁ ସମ୍ମାନ ଦିଅନ୍ତୁ। କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ସ୍ୱାସ୍ଥ୍ୟ, ଖାଦ୍ୟପେୟ ଓ ଦୈନିକ ଜୀବନଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ସହ ସମୟ ବିତାନ୍ତୁ ଏବଂ ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଯଦି ଆପଣ ଜ୍ୟୋତିଷ ଅନୁସାରେ ବିଶ୍ୱାସ କରନ୍ତି, ତେବେ ନିଜ ବିଶ୍ୱାସ ଅନୁଯାୟୀ ପ୍ରାର୍ଥନା, ଧ୍ୟାନ କିମ୍ବା ଦାନ ଧର୍ମ କରିପାରନ୍ତି। ବନ୍ଧୁଗଣ, ମନେ ରଖନ୍ତୁ ଯେ ଜ୍ୟୋତିଷ ଭବିଷ୍ୟତ ସମ୍ପର୍କରେ ଏକ ପାରମ୍ପରିକ ଦୃଷ୍ଟିକୋଣ ଦେଇଥାଏ। କୌଣସି ଗୋଚର ସମ୍ପର୍କ କିମ୍ବା ବିଫଳତାକୁ ନିଶ୍ଚିନ୍ତ କରେ ନାହିଁ। ଆପଣଙ୍କ ପରିଶ୍ରମ, ସଠିକ୍ ନିଷ୍ପତ୍ତି, ସକାରାତ୍ମକ ଚିନ୍ତାଧାରା ହିଁ ଜୀବନର ସବୁଠାରୁ ବଡ଼ ଶକ୍ତି। କମେଣ୍ଟରେ ନିଶ୍ଚିନ୍ତ ଜଣାନ୍ତୁ ଆପଣଙ୍କ ରାଶି କ'ଣ ଏବଂ ଏହି ଗୋଚରକୁ ନେଇ ଆପଣଙ୍କ ମତ କ'ଣ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ।